ସେପଟେ ଅଛନ୍ତି ଆଉ ସମସ୍ତଙ୍କୁ ମୁଁ ଶୁଭେଚ୍ଛା ଜ୍ଞାପନ କରୁଛି ଏବଂ ଏଠାରେ ଉପସ୍ଥିତ ଥିବାରୁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ମୁଁ ବିଶେଷ କିଛି କହିବି ନାହିଁ। ଆଜି ହେଉଛି ୱେଲକମ୍ ସେରେମନି। ତମାନେ ଗୀତ ଗାଇବ, ଡ୍ୟାନ୍ସ କରିବ, ଯେତେ କମ୍ ସମୟ ଭାଷଣ ହେବ ତମକୁ ଭଲ ଲାଗିବ। ଖାଇବାର ବି ସମୟ ହେଇଗଲାଣି, ତମ ଛୋଟ ପିଲା ଭୋକ ଲାଗିବନି। ମୁଁ ଏତିକି କହିବି, ୟୋର ଅମ୍ବ୍ରେଲା କ୍ୟାନଟ୍ ଷ୍ଟପ୍ ଦି ରେନ୍। Your umbrella cannot stop the rain, just it allows to stand in it. ଛତା କେବେ ବର୍ଷାକୁ ବନ୍ଦ କରିପାରିବ ନାହିଁ। ଛତା କେବଳ ତମକୁ ବର୍ଷାରେ ଛିଡ଼ା ହେବାର ସୁଯୋଗ ଦେବ। କନଫିଡେନ୍ସ ଇଜ୍ ଜଷ୍ଟ ଲାଇକ୍ ଆନ୍ ଅମ୍ବ୍ରେଲା। କନଫିଡେନ୍ସ କହିଲେ ଯେଉଁଟା ଆତ୍ମବଳ, ସେଲ୍ଫ ରିଲାଏନ୍ସ। ଯଦି ତମ ମନରେ କନଫିଡେନ୍ସ ଅଛି, କନଫିଡେନ୍ସ ଇଜ୍ ଜଷ୍ଟ ଲାଇକ୍ ଆନ୍ ଅମ୍ବ୍ରେଲା. It may not give you success, but it will probably take you in forward direction. ତେଣୁକରି ସମସ୍ତେ ମନରେ କନଫିଡେନ୍ସ ରଖିବ। ଆଇ କ୍ୟାନ୍ ଡୁ, ମୁଁ ସବୁ କିଛି କରିପାରିବି। କେବେ ବି କନଫିଡେନ୍ସ ହରେଇବ ନାହିଁ। ଯେହେତୁ ତମେ ଆସିଲ +2 ଫାର୍ଷ୍ଟ ଇୟର ପିଲା, ତମମାନଙ୍କୁ ମୁଁ ସ୍ୱାଗତ କରୁଛି। ଯାଉ ତମେ ଏତେ ସଂଖ୍ୟାରେ ଉପସ୍ଥିତ ଅଛ। ଆଉ ଗୋଟେ କଥା କହୁଛି ବୋଲେ ଶିକ୍ଷା କ'ଣ? ଆମର ସଂସ୍କୃତରେ ଅଛି ସା ବିଦ୍ୟା ଯା ବିମୁକ୍ତ, ଯେ ଅନ୍ଧକାରରୁ ଆଲୋକକୁ ନେବ, ଆମକୁ ମୁକ୍ତିର ମାର୍ଗ ଦେଖେଇବ, ତାହାକୁ କୁହାଯାଉଛି ଶିକ୍ଷା। ହ୍ୱାଟ୍ ଇଜ୍ ଏଜୁକେସନ୍? ଦ ଆକ୍ୱିଜିସନ୍ ଅଫ୍ ନଲେଜ୍, ଗେନ୍ ଅଫ୍ ନଲେଜ୍। ଗେନ୍ ମାନେ କ'ଣ ବୁଝିପାରୁଛ? ଆହରଣ କରିବା ବା ଗ୍ରହଣ କରିବା। ନଲେଜ୍ ଗେନ୍ କରିବା, ତାହେଲେ କ'ଣ କରିବା ନା ଜ୍ଞାନ ଆହରଣ କରିବା। ଆଉ ମଡିଫିକେସନ୍ ଅଫ୍ ବିହେଭିଅର, ତା ସହିତ ତମର ବ୍ୟବହାରରେ ଶାଳୀନତା ମଧ୍ୟ ରହିବା ଦରକାର। କାରଣ ଯେତେ ପାଠ ପଢ଼ିଥାଉ ଯଦି ତାର ବ୍ୟବହାର ନାହିଁ ଆଉ ସେ ଲୋକମାନଙ୍କୁ ଭଲ କଥାବାର୍ତ୍ତା କରୁନାହିଁ, ତାକୁ ଆମେ ଏଜୁକେଟେଡ୍ ପର୍ସନ ବୋଲି କେବେ ମଧ୍ୟ କହିପାରିବା ନାହିଁ। ତମକୁ ସେତେବେଳେ ଏଜୁକେଟେଡ୍ ପର୍ସନ କୁହାଯିବ ଯେତେବେଳେ ତମ ପାଖରେ ନଲେଜ ଥିବ, ଆଉ କ'ଣ ଥିବ ନା ବିହେଭିଅର ଥିବ। ତେଣୁକରି ଏଜୁକେସନର ଡେଫିନେସନ୍ ସମସ୍ତେ ମନେ ରଖ। ଦ ଗେନ୍ ଅଫ୍ ନଲେଜ ଆଣ୍ଡ ମଡିଫିକେସନ୍ ଅଫ୍ ବିହେଭିଅର। ମନେ ରଖିଲେ କ'ଣ ଏଜୁକେସନ୍? ଦ ଗେନ୍ ଅଫ୍ knowledge and modification of behavior is known as education. Thank you.